ଏଇଠି ତମରି ସାମ୍ନାରେ ରହି ମୁଁ କେବଳ ହାତ ପାତି ଭାଗ ମାଗୁଥିବି, କୁଆଡ଼େ ଯିବିନି। ଆଉ ଏଇ ସମୟରେ ଯଦି ମୃତ୍ୟୁ ଆସି ମୋ ପାଖରେ ପହଞ୍ଚିଯାଏ ତାହେଲେ ମୁଁ କହିବି ମୃତ୍ୟୁ ତମେ ଫେରିଚାଅ, କାଲିକି ଆସିବ। ପ୍ରେମିକା ସାଥେ ମୋ 2 ଘଡ଼ି ଗପିବାର ଅଛି। ଏଇ ଭଲ ନା ସବୁ ପ୍ରକାର ଗାଡ଼ି ଚଲେଇ ପାରିବେ। ବାକି ରହିଲା ଫର୍ମାଟ୍, ଫର୍ମାଟ୍ ଟିକେ ଅଲଗା। ସେଠି ଗଲାବେଳେ ଆମର ଯେତେବେଳେ ରିହର୍ସାଲ୍ କରୁଛୁ ଆଖଡ଼ା ଶାଳ ଆମର ବି ଅଛି ନା, କିଛି ନାହିଁ। ଆଜିକାଲି ସୋସିଆଲ ନାଟକ ଏତେ କଷ୍ଟ ନାହିଁ। ମୋ ବିଗତ 25 ବର୍ଷ ତଳେ ଯେଉଁ କଳାକାରମାନେ ଥିଲେ ସେମାନେ ହେଉଛନ୍ତି ସଲାମ ପାଇବାର ଯୋଗ୍ୟ। ସେମାନେ ଯେଉଁ ମାଇଥୋଲୋଜିକାଲ ହିଷ୍ଟ୍ରିକାଲ ଯେଉଁ ସଂଳାପ ଥିଲା, ସବୁ ଉଚ୍ଚକୋଟୀର ସଂଳାପ, ଅନ୍ତରାକ୍ଷର ଡାଇଲଗ୍, ସେଇ ଯେଉଁ ସେଇ ସଂଳାପ ବୋଧ ହୁଏ ଆଜିକା ଡେଟ୍ରେ କଳାକାରମାନେ କହିବା, ଇଭିନ୍ ମୁଁ ବି ବୋଧେ ଠିକ୍ ସେ କହିପାରିବିନି। ନାଇଁ ନାଇଁ ଆପଣମାନେ ତ ଯାତ୍ରାକୁ ଦର୍ଶକ ବାନ୍ଧି ଆଉ ରଖିବାର ଗୋଟେ କଥା ସକ୍ଷମ ଯେତେବେଳେ ଭାଇ ହଉଛନ୍ତି। ଆସେ ଯେତେବେଳେ ବଡ଼ ଭାଇ ପଚାରୁଥିଲେ କି ଆପଣଙ୍କୁ ରାମ ଶ୍ୟାମ ଦାମ 3ଟା ନାଟ 3ଟାରେ ଅଲଗା ଅଲଗା ଚରିତ୍ର, ଚରିତ୍ର ମିକ୍ସଅପ୍ ହେଇଯାଏ, ହେଇଯାଏ ନା, ଆଉ ସେଇ ଟାଇମ୍ରେ କେମିତି ହେଇଯାଏ ନା, ନିଜେ ନିଜେ ଆମେ ହସାହୁସି ହେଇଦଉ। କିନ୍ତୁ ଧରନ୍ତୁ ମୋର ଡାକିବାର ଅଛି ଗୋପା, ମୁଁ ସେଠି ଡାକିଦେଲି। ମୋର ଗତକାଲି ଯେଉଁଟା ଯାଇଥିଲା ପ୍ଲେ ତା ନାଁ ହେଉଛି ଆଭା। ଆଜ୍ଞା ଆଭା ତମେ କେଉଁଠି ନାଇଁ, ଆଚ୍ଛା ଆଭା ଗୋପା ଶୁଣ, ସାଙ୍ଗେ ସାଙ୍ଗେ କରେକ୍ସନ୍ କଲେ ହେଉଛି ଅଡ଼ିଏନ୍ସ ଜାଣିନେବେ। ଆଜ୍ଞା ତେଣୁ ଯଦି ମୁଁ ଗୋପା ଡାକି ଦେଇଛି ଆଭା ବଦଳରେ ତାହେଲେ ମୁଁ କିଛି ସମୟ ଆଉ ନାଁ ଡାକିବିନି ଆଜ୍ଞା ହେଲା। କିନ୍ତୁ ଅଡ଼ିଏନ୍ସ ଏକ୍ସକ୍ୟୁଜ୍ କରିବେନି, ଏଇ ଭୁଲ ହେଇଗଲା ରେ। ଆଉ କେତେଜଣ ଅଛନ୍ତି ମୋରି ଭଳିଆ ଚୁପଚାପ ଜାଣିଲି, ହଁ ଭୁଲ କରିଦେଲେ, ଟଙ୍ଗ ତ ସ୍ଲିପ୍ ହେବ, ଏଟା ତ ଲାଇଭ୍ ପ୍ରୋଗ୍ରାମ ନା। କିନ୍ତୁ ଅନ୍ୟ ଜାଗାରେ ସେ ସମସ୍ତେ ଜାଣିଛନ୍ତି ଯେ କି ମୋର ଯେଉଁମାନେ ଈଶ୍ୱର ମୋ ଦର୍ଶକ ସେମାନେ ଜାଣିଛନ୍ତି ବାପି ପଣ୍ଡା ଯାହା କୁହେ ସବୁ ସବୁବେଳେ ସତ କଥା କୁହେ। ତେଣୁ ଏଟା ବି ସମସ୍ତେ ଜାଣିଛନ୍ତି ଲାଇଭ୍ ପ୍ରୋଗ୍ରାମରେ ହିଁ ମିଷ୍ଟେକ୍ ହୁଏ, ଏଥିରେ କଟେଡ୍ ନାହିଁ କିମ୍ବା ଆଉ ରିଟେକ୍ ନାହିଁ। ଆଜ୍ଞା ତେଣୁ ଏଥିରେ ଏକ୍ସକ୍ୟୁଜ୍ କରନ୍ତି। ବଟ୍ କମର୍ସିଆଲ ଆକ୍ଟର ଯେତେବେଳେ, ତେଣୁ ସେଠି କ୍ଷମା ପାଇବାର ବି ଯୋଗ୍ୟତା ନଥାଏ। ଶେଷ ପ୍ରଶ୍ନ ଭାଇ ମୋର ଗୋଟେ ସୁନ୍ଦର ସଳାପଟିଏ ଯୋଉଟାକି ଲୋକମାନେ ପସନ୍ଦ କରନ୍ତି ଓ ଚାହାନ୍ତି ଆପଣଙ୍କ ମୁହଁରେ। ଗଲାପ ଗୋ କୁହ ତୁମେ ଏତେ ମିଠା ରୂପ ନେଇ, କଣ୍ଟା ରଚିଲ କିଆଁ ଏହା ତ ପାରେ ନାଛ। ବାଃ, କେତେ ଗୋଲାପ ଫୁଲ ତମ ବଗିଚାରେ, ସେଥିରେ କୋଉଠୁ ଆଣିଲ? ଆରେ ତମେ ତମେ ଏଠି, ହଁ ମୁଁ ତ ଏଠି, ବଟ୍ ତମେ ଏଠି କାହିଁକି? ଓ ଇଏ ତାହେଲେ ତମ ସ୍ୱାମୀ? ୱାଓ ୱାଓ କେବେ ବି ତମେ କହିପାରିବନି ବାହାରି ଯା ଏଠୁ। କେବେ ବି ଯିବିନି, କେବେ ବି ଏଇ ଜାଗା ଛାଡ଼ି ଯିବିନି। କାହିଁକି ନା ଖାଲି ତମଠି ଭାଗ ନାହିଁ, ସବୁଠି ଭାଗ ଅଛି ମୋର। ତମ ଦେହରୁ, ତମ ମନରୁ, ତମ ନିଶ୍ୱାସରୁ, ତମ ବିଶ୍ୱାସରୁ, ତମ ପାରୁଥିବା ସେଜରୁ, ତମ ବଗିଚାର ଫୁଲରୁ, ତମ ରୋଷେଇ ଶାଳରୁ, ସବୁଥିରେ ଭାଗ ଅଛି ମୋର। କୁଆଡ଼େ ଯିବିନି, ଏଇଠି ତମରି ସାମ୍ନାରେ ରହି ମୁଁ କେବଳ ହାତ ପାତି ଭାଗ ମାଗୁଥିବି, କୁଆଡ଼େ ଯିବିନି। ଆଉ ଏଇ ସମୟରେ ଯଦି ମୃତ୍ୟୁ ଆସି ମୋ ପାଖରେ ପହଞ୍ଚିଯାଏ ତାହେଲେ ମୁଁ କହିବି ମୃତ୍ୟୁ ତମେ ଫେରିଚାଅ, କାଲିକି ଆସିବ। ପ୍ରେମିକା ସାଥେ ମୋ 2 ଘଡ଼ି ଗପିବାର ଅଛି। ମୃତ୍ୟୁ ତମେ ଫେରିଚାଅ, କାଲିକି ଆସିବ। ସ୍ମୃତିର କୋଣାର୍କ ମୋର ଗଢ଼ିବାର ଅଛି। ମୃତ୍ୟୁ ତମେ ଫେରିଚାଅ, କାଲିକି ଆସିବ। ଆପଣମାନଙ୍କ ସହିତ କିଛି ସମୟ ଗପିବାର ଅଛି। ଥ୍ୟାଙ୍କ ୟୁ ଭାଇ ଭାଇ ଥ୍ୟାଙ୍କ ୟୁ ଭାଇ ଥ୍ୟାଙ୍କ ୟୁ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।